ସୁପ୍ରଭାତ। ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ମୁଁ ଜାଣିଛି ତୁମ ଅନ୍ତରରେ ଉଠୁଥିବା ତୁଫାନକୁ ବୁଝିପାରୁଛି। କାହିଁକିନା ବହୁତ ଗୁଡ଼ାଏ ବିଚାର ଚାଲିଛି ତୁମ ମନରେ, ବହୁତ ଗୁଡ଼ାଏ ପ୍ରଶ୍ନ ରହିଛି ତୁମ ମନରେ। ନିଜ ପାଇଁ ଆଉ ଆହୁରି ଅନେକ କଥା ଅଛି। କାହାରି ପଛରେ ଏତେ ଦୌଡ଼ୁ ନାହିଁ କି ଅନ୍ୟ କାହାରି ପଛରେ ପାଗଳ ପରି ହେବ, ନିଜ ନିଜକୁ ଭୁଲିଯିବ। ଏହା ମୁଁ ବାର ବାର କହିଛି, ବର୍ତ୍ତମାନ ତୁମେ ଏହା ହିଁ କରୁଛ। ଜାଣିଛି ତୁମେ ତାଙ୍କ ଧ୍ୟାନ ବହୁତ ରଖ ଆଉ ଚାହୁଁଛ ତାଙ୍କ ଜୀବନରେ କିଛି ବି ଅସୁବିଧା ନ ହେଉ, ପ୍ରତ୍ୟେକ ପରେଶାନୀ ନିଜ ଉପରେ ନେବାକୁ ଚାହୁଁଛ। କିନ୍ତୁ ସମସ୍ତଙ୍କୁ ନିଜ କର୍ମ ଅନୁସାରେ ହିଁ ମିଳିଥାଏ, ଆଉ ଯାହା ଯେମିତି ଭାବରେ କର୍ମ ହେବ ସେହିପରି ହିଁ ମିଳିଥାଏ। ତୁମ ଭକ୍ତି ବହୁତ କର, ବହୁତ ପୂଜାପାଠ କର, କିନ୍ତୁ ମୁଁ କହୁଛି ଆବଶ୍ୟକ ନୁହେଁ। ଏତେ ପୂଜାପାଠ କରିବ, ମୋ ପାଖରେ କିଛି କ୍ଷଣ ହିଁ ବସିଯାଅ, ଆଉ ଚଲା ଉଠା ବସା ସମୟରେ ମନେ ପକାଇଲେ ଏହା ହିଁ ବହୁତ। କାହିଁକିନା ତୁମକୁ ବହୁତ ଗୁଡ଼ାଏ ଦାୟିତ୍ୱ ଅଛି, ବହୁତ କାମ ବି ଅଛି। ଆଉ ବହୁତ କାମ ଛାଡ଼ିକି ମୋର ସେବା କର। ଜାଣିଛି ଏହା ତୁମର ଭଲ ପାଇବା ଅଛି। ମୋର ସେବା ତୁମର ଭଲ ପାଇବା, ଏହା ମୁଁ ଭଲ ଭାବରେ ବୁଝିପାରୁଛି। ତୁମେ ଚାହୁଁଛ ତୁମେ ଏକା ଅଛ ଆଉ ମୁଁ ଅଛି। ତୁମେ ମୋ ସହିତ ବହୁତ ଗୁଡ଼ାଏ କଥା ହୁଅ, ଏହା ଏମିତି ଚାଲିଛି କିଛି ଦିନରୁ। ଆଉ ତୁମେ ମୋ ସହିତ କଥା ବି ହୁଅ, କିନ୍ତୁ ବର୍ତ୍ତମାନ ଖୋଲିକି କଥା ହେବାକୁ ଚାହୁଁଛ। ନିହାତି ସେ ସମୟ ଆସିବ ଆଉ ମୋ ସହିତ କଥା ବି ହୋଇପାରିବ। ଆଉ ତୁମେ ଭକ୍ତି, ପୂଜା, ସେବା ଯେଉଁ ଭାବରେ କର, ମୁଁ ତୁମକୁ ଦେଖିବାରେ ହିଁ ରହିଥାଏ। ତୁମର ମୁଖରେ ଥକାପଣ ବି ଦେଖାଯାଏ ନାହିଁ। ଘର ବାହାର ଆଉ ଅନେକ ଦାୟିତ୍ୱ ସବୁ ସମ୍ଭାଳିଲା ପରେ ବି ଆଉ ସଚ୍ଚରିତ ପଢ଼ ଆଉ ମୋର ସେବା କର। ମୋର ଖ୍ୟାଲ ରଖୁଛ। ଭୋଗ ଲଗାଇବା ଆଉ ମୋତେ ଖୁଆଇବା, ଯାହା ମୋତେ ପସନ୍ଦ, ଏହିସବୁ ମୋତେ ବହୁତ ଭଲ ଲାଗେ। ବାର ବାର ମୋତେ ପଚାର ଯେ ବାବା ତୁମେ କ'ଣ ଖାଇବ? ସନ୍ତାନ, ମୁଁ ତୁମକୁ ଦେଖିକି ଭାବିନିଏ ଯେ ତୁମେ ଯାହା ଖୁଆଇବ ମୁଁ ଖାଇନେବି। ତୁମ ଭକ୍ତିରୁ ମୁଁ ବହୁତ ଖୁସି ଅଛି। ଆଉ ନିଜର ଖ୍ୟାଲ ରଖିବ। କିଛି ଦିନରୁ ତୁମ ଗୋଡ଼ରେ ଯନ୍ତ୍ରଣା ହେଉଛି, ଆଉ ଏହା ଶାରୀରିକ ଯନ୍ତ୍ରଣା ଅଛି, କିନ୍ତୁ ତୁମେ କିଛି କହୁନାହଁ। ଉଦି ଜଳ ସେବନ କରୁଥାଅ, ଠିକ୍ ହୋଇଯିବ। ସମୟ ଟିକେ ଲାଗିବ। କେବେ କେବେ କିଛି ଶୀଘ୍ର ହୋଇନଥାଏ, ସମୟ ଲାଗେ, କିନ୍ତୁ ଠିକ୍ ହୋଇଯିବ। ଏହା ଭାବନି ଯେ ତୁମେ ଉଦି ନେଉଛ, ତାପରେ ମଧ୍ୟ ଯନ୍ତ୍ରଣାର ଆରାମ ମିଳୁନାହିଁ। ଯନ୍ତ୍ରଣା କମ୍ ହୋଇଯିବ। ଟିକେ ସବ୍ର ରଖ, କାହିଁକିନା ସବୁରି ସବୁଠାରୁ ବଡ଼ କଥା। ଆଉ କାହାକୁ ଯଦି ଉଦି ଦେବାକୁ ଚାହୁଁଛ, ଅବଶ୍ୟ ଦିଅ, କିନ୍ତୁ ଜାଣିଛି ତାଙ୍କ ଭାବ ମୋ ଆଡ଼କୁ ନାହିଁ। କିନ୍ତୁ ତୁମେ ଜାଣିଛ ଉଦିରୁ ସବୁ ଠିକ୍ ହୋଇଯିବ। ତୁମେ ତୁମ ଭାବରୁ ଦିଅ ତାକୁ, ଯାହା କରିବାର ଥିବ ସେ କରିବ। ମୁଁ ତୁମ ଘରେ ସାକ୍ଷାତ ରୂପରେ ବିରାଜମାନ ଅଛି। ଯିଏ ବି ଆସି ନମସ୍କାର କରେ ସେ ବୁଝିପାରେ ତାର ପ୍ରତ୍ୟେକ ଇଚ୍ଛା ପୂରା କରେ। ତ କ'ଣ ମୁଁ ତୁମର ଇଚ୍ଛା ପୂରା କରିବି ନାହିଁ? ତୁମର ପ୍ରତ୍ୟେକ ଇଚ୍ଛା ଯାହା ତୁମ ମନରେ ଅଛି ସବୁ ମୁଁ ପୂରା କରୁଛି। ପ୍ରତ୍ୟେକ ସମୟରେ ତୁମ ସହିତ ରୁହେ, ଗୋଟିଏ କ୍ଷଣ ବି ତୁମକୁ ଛାଡ଼ିକି ରହିପାରେ ନାହିଁ। କୁଆଡ଼େ ଗଲେ ବି ସବୁ ସମୟରେ ତୁମ ସହିତ ରହିଥାଏ। ଆଉ ବହୁତ ଡେରି ପର୍ଯ୍ୟନ୍ତ ଉଜାଗର ରୁହ ନାହିଁ। ତୁମ ସ୍ୱାସ୍ଥ୍ୟର ଧ୍ୟାନ ରଖ। ଟିକେ ବିଶ୍ରାମ କରିବ ଆଉ ଉଦିର ସେବନ ସମୟରେ କରୁଥିବ। ଭୁଲି ଯାଇଥାଅ ଉଦି ନେବାକୁ ବି। ଉଦି ପାଣିରେ ପକାଇ ପିଇବ, ଫଳରେ ତୁମର ଯନ୍ତ୍ରଣା ଦୂର ହୋଇଯିବ। ତୁମର ପରେଶାନୀ ଦୂର ହୋଇଯିବ, ସମସ୍ତ କଷ୍ଟ ଦୂର ହୋଇଯିବ। ମୁଁ ଏଠାରେ ବସିଛି, କୌଣସି ବି ପରେଶାନୀ ଆସିବାକୁ ଦେବିନି। ଛୋଟରୁ ହିଁ ବାହାର କରିଦେବି। କୌଣସି ବି ପରେଶାନୀ ଆସିଲେ ସେ ଚାଲିଯିବ। ତୁମକୁ ଜଣା ବି ପଡ଼ିବ ନାହିଁ। ବାସ୍ ତୁମେ ନିଜର ଧ୍ୟାନ ରଖିବ। ଆଉ ଭୁଲ ବୁଝାମଣା ମନକୁ ଆଣନି। କାହାରି ବିଷୟରେ
କିଛି ବି କଥା ଏତେ ଜଲ୍ଦି ଭାବନି ଯେ ଏତେ ଖରାପ କେହି ହୋଇନଥିବ। ଯଦି ହେବ ତାର କର୍ମ, ହେଲେ ତୁମ ତରଫରୁ କୌଣସି ବି ଖରାପ କରିବ ନାହିଁ। ଖୁସି ରୁହ, ଖୁସି ରହିଲେ ସବୁ ଭଲ ହେବ। ଓମ୍ ସାଇରାମ, ଓମ୍ ସାଇରାମ, ଓମ୍ ସାଇରାମ।